ହୁଁ, ହୁଁ। କାଲି ପରମ ଗୁରୁଦେବ ଭକ୍ତି ସିଦ୍ଧାନ୍ତ ଠାକୁରଙ୍କର ଆତିର୍ଭାବ ମହୋତ୍ସବ ବନେଇଲୁ। ଆଚାର୍ଯ୍ୟ ମାନଙ୍କର କୃପାରୁ ସେମାନେ ବ୍ୟକ୍ତିଗତ ଜୀବନରେ ହରିନାମକୁ କେମିତି ଗ୍ରହଣ କରାଯିବ ସେଇଟା ପ୍ରଦର୍ଶନ କରାନ୍ତି। କିନ୍ତୁ ହରିନାମରେ ବାସ୍ତବରେ ଭଗବାନ କହୁଛନ୍ତି ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି। ଭଗବାନ ତାଙ୍କର ସବୁ ଶକ୍ତି ଏ ହରିନାମରେ କଣ କରିଛନ୍ତି ସଂଯୋଜିତ କରିଛନ୍ତି। କିନ୍ତୁ ଆମର ନାମ ଅପରାଧ ରୂପ ଦୁର୍ଦୈବ ଅର୍ଥାତ ଆମେ ଅପରାଧରେ ଅଛନ୍ତି। ଯେମିତି କାଲି ଉଦାହରଣରେ କହୁଥିଲି ଯେ କାହା ପେଟରେ କୃମି ହେଇଥିବ ତାହେଲେ କଣ ହବ, ତାର ଯାହା ବି ପୋଷଣ ସେ ଖାଉଥିବ ତା ଧୀରେ ଧୀରେ ତାର ସେ କୃମି ମାନେ ନେଇଯିବେ ତ ତାକୁ ଶରୀରରେ ଲାଗିବନି। ସେମିତି ଆମର ଅପରାଧ ପ୍ରବଳ ଅଛି କି ଯାହାବି ଆମେ ହରିନାମ ନଉଛେ ତ ସେସବୁ ଜିନିଷର ପ୍ରଭାବ କୌଣସି ଆମର ଆଧ୍ୟାତ୍ମିକ ପ୍ରଗତି ପାଇଁ ବ୍ୟବହାର ହେଇପାରୁନି, ବରଂ ଭୌତିକ ଜିନିଷକୁ ଷ୍ଟାବିଲାଇଜ କରିବା ପାଇଁ ବ୍ୟବହାର ହଉଛି। ଅର୍ଥାତ୍ ଆମେ ଯାହା ବି ଭଗବାନଙ୍କ ନାମ ନଉଛେ ତ ନାମର ପରିଣାମ ବି ଅଛି, କିନ୍ତୁ ସେଟା ଆମର ଆଧ୍ୟାତ୍ମିକ ପ୍ରଗତିକୁ ନୁହେଁ। ହରିନାମ ର ପ୍ରଭାବ କଣ ପଡୁଛି କେବଳ ଆମର ଅପରାଧକୁ ଖାଲି ମେକଅପ୍ କରିବା ପାଇଁ। ହୁଁ। ତ ସେଥିପାଇଁ ଏଇ ଅପରାଧର ମୂଳ ସ୍ରୋତ ହେଲା ଆମେ ଦଶମ ନମ୍ବରରେ ଆମ ଅପରାଧ କହିଲେ କି ଅମନୋଯୋଗୀ ହୋଗି ହେଇକି ନାମ ଜପ କରିବା। ଅର୍ଥାତ୍ ନାମ ଜପ କଲା ସମୟରେ ଆମେ ଯେତେବେଳେ ମନକୁ ସୁନ୍ଦର ଭାବରେ ସେଥିରେ ନିୟୋଜିତ ନ କରିଥିବା। ଯେମିତି କୁହାଯାଏ ମନ୍ତ୍ର ଭିତରେ ମନ ଆଉ ମନ ଭିତରେ ମନ୍ତ୍ର, ଏ ଦିଟା ପରିପୂରକ ହେଇକି ରହିବ। ଯେତେବେଳେ ଆମେ ନାମ ନଉଛେ ସେତେବେଳେ ମନ୍ତ୍ର ଭିତରେ ଆମର ମନ ରହିବା ଦରକାର ଆଉ ମନ ଭିତରେ ମନ୍ତ୍ର ରହିବା ଦରକାର। ଏହା ବ୍ୟତୀତ ଅଲଗା କୌଣସି ଜିନିଷ କେହି କୁଆଡେ ନ ଯିବା ଦରକାର। କିନ୍ତୁ ଇନଆଟେଣ୍ଟିଭ ହେଇକି ଜପ କଲେ ଏଇଟା ଗୋଟେ ଉଦାହରଣ ଦେଇ ହବ କେମିତି, ଯେମିତି ଧର ତୁମର ଗୋଟେ ସାଙ୍ଗ ସାଙ୍ଗରେ ଝଗଡା ହେଇଯାଇଛି ଆଉ ତୁମେ ତା ସହିତ ପୁନଃ ସମ୍ପର୍କ ସ୍ଥାପନା କରିବ, ଯେତେବେଳେ ତୁମେ ତା ସହିତ କଥା ହବ କିନ୍ତୁ ଯେତେବେଳେ କଥା ହଉଛ ସେତେବେଳେ ତାକୁ ଏତେ ଆଟେନସନ ଦଉନ ତ ସିଏ କଣ ଭାବିବ କି ଏଇ କଥାବାର୍ତ୍ତା ଭାବରେ ମନ ନାହିଁ, ଖାଲି ଆସିକି ଗୋଟେ ରୋଲ କରୁଛି। ତ ଏମିତି ତାକୁ ଲାଗିବ। ତେଣୁ ଆମେ ଯେତେବେଳେ ଭଗବାନଙ୍କ ନାଁ ସହିତ ସମ୍ପର୍କ ପୁନଃ ବାନ୍ଧିବା ପାଇଁ ଚାହୁଁଛେ, ଯୋଉ ସମ୍ବନ୍ଧ ଜ୍ଞାନ ଅଛି ଭଗବାନ ଜୀବର କି ଆମେ ଭଗବାନଙ୍କର ନିତ୍ୟ ଦାସ ବୋଲି, ସେ ସମ୍ପର୍କ ପୁନଃ ସ୍ଥାପିତ ହବ ଯେତେବେଳେ ଆମେ ଭଗବାନଙ୍କ ସହିତ ଆଦାନ ପ୍ରଦାନ କରିବା। ଆଉ ଭଗବାନଙ୍କ ସହିତ ଆମେ ଆଦାନ ପ୍ରଦାନ କରିବାର ଫାଷ୍ଟ ଇନଷ୍ଟାନ୍ସ ହଉଛି ହରିନାମ। ତ ହରିନାମ ହିଁ ନିଜେ ଭଗବାନ। ଆଉ ହରିନାମ ସହିତ ଯେତେବେଳେ ଆମେ ଆଦାନ ପ୍ରଦାନ କରୁଛେ ଆଉ ଆମେ ଆଟେଣ୍ଟିଭ ହଉନେ, ତାହେଲେ କଣ ଆମକୁ ଭଗବାନ ଭାବିବେ କି ହରିନାମ ଭାବିବେ କି ଏଇଟା ରୁଚିକର ନୁହେଁ, ତାର ମନ ନାହିଁ, କିମ୍ବା ଇଏ ମତେ ପୁନଃ ଈର୍ଷା କରୁଛି। ତ ମାୟାବାଦର ଗୋଟେ ଝଲକ ଆମେ ଦେଖିବା ସେ ସମୟରେ କି ସତରେ କିଛି ରୁଚି ନାହିଁ, ଇନ୍ଆଟେଣ୍ଟିଭ ଅଛନ୍ତି ଆଉ ଭଗବାନଙ୍କୁ ଇର୍ଷା କରିକି ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି ଆଉ ଏଇଭଳିଆ ସମ୍ପର୍କ ସ୍ଥାପନ କରିବାର ମନ ନାହିଁ। କିନ୍ତୁ ସମ୍ପର୍କ ଭଗବାନଙ୍କ ସହିତ ସ୍ଥାପନ କରିହବ କାହିଁକି ନା ଆମେ ଭଗବାନଙ୍କୁ ଭୁଲି ଯାଇଛେ କିନ୍ତୁ ଭଗବାନ ଆମକୁ ଭୁଲି ଯାଇନାହାନ୍ତି। ଅପରପକ୍ଷ ସିଏ ଆମକୁ ବହୁତ ଆତୁରତାର ସହିତ ଚାହାନ୍ତି କି ଆମେ ପୁନଃ ଭଗବତ ଧାମ ଯିବା ପାଇଁ। ଆମେ ସେଇଟା ଭୁଲି ଯାଇଛେ, ତେଣୁ ସେଥିପାଇଁ ସମ୍ପର୍କଟା ସ୍ଥାପନ କରିବାର ଚାନ୍ସ ଅଛି। ସେ ସୁଯୋଗକୁ ଆମେ ହାତଛଡା କରିଦବା ଯେତେବେଳେ ଆମେ ଇନ୍ଆଟେଣ୍ଟିଭଲି ଜପ କରୁଛେ। ଅପର ପକ୍ଷରେ ଯେତେବେଳେ ଆମେ ଆଟେଣ୍ଟିଭଲି ଜପ କରିବା ତାହେଲେ କଣ ଭଗବାନ କହିଲେ ଭଗବାନ ଆମକୁ ଭଗବତ ଧାମ ନେବା ପାଇଁ 100 ଗୁଣ ବିଗ୍ରହ। ଥରଟିଏ ଯଦି ଯିବ ତାର ମନ ଖୋଲିକି କହିଦବ କି ହେ ଭଗବାନ କି ମୁଁ ଅନନ୍ତ କୋଟି ଜନ୍ମ ହେଲା ଆପଣଙ୍କଠୁ ଦୂରରେ ଅଛି, ଅନନ୍ତ କୋଟି ଜନ୍ମ ହେଲା ମୁଁ ଆପଣଙ୍କୁ ଭୁଲି ଯାଇଛି, ଆଉ କିନ୍ତୁ ମୁଁ ଆପଣଙ୍କୁ ଭୁଲିବାକୁ ଚାହୁଁନି, ତେଣୁ ମତେ ଆପଣ କ୍ଷମା କରନ୍ତୁ ଆଉ ଆପଣଙ୍କ ଶରଣରେ ନିଅନ୍ତୁ। ତ ଭଗବାନ କୁହନ୍ତି ସେଇ ସମୟରେ କର୍ମର ବନ୍ଧନ ହିଁ କାଟି ଦିଅନ୍ତି। ତେଣୁ ଜୀବ ତା କର୍ମର ବନ୍ଧନ କାଟିଲେ ଜୀବ କଣ କରିବ, ଜୀବ ଭଗବାନଙ୍କ ଧାମକୁ ଯିବା ପାଇଁ ପୁରା ମାନେ କ୍ଲିନ ରୋଡ ପାଇଯିବ। ସେତେବେଳେ ଆଉ କୌଣସି ବିଶେଷ ପରିସ୍ଥିତି ଅସୁବିଧା ହବନି। ତ ଧୀରେ ଧୀରେ ଏଇ ଯୋଉ ଶିକ୍ଷାଷ୍ଟକମ ଅଛି, ଶିକ୍ଷାଷ୍ଟକମର ଶ୍ଲୋକର କ୍ରମ ଅନୁଯାୟୀ ଅଛି, ଆମେ ପରେ ଆଲୋଚନା କରିବା। ଶ୍ଲୋକର କ୍ରମ ଅଛି କି ଜଣେ ମାନେ ଶ୍ରଦ୍ଧାରୁ ସାଧୁ ସଙ୍ଗ ଅନର୍ଥ ନିବୃତ୍ତି କରିକି ଧୀରେ ଧୀରେ ଭକ୍ତି ପ୍ରେମ ଆଡକୁ ଜଣେ ଯାଇପାରିବ। ତେଣୁ ସେଥିପାଇଁ ଯେମିତି ଅନର୍ଥର ମୂଳ ସୂତ୍ର ହେଲା ଇନ୍ଆଟେଣ୍ଟିଭ ଚାଣ୍ଟିଂ, ଆଉ ସେଥିପାଇଁ ଆଟେଣ୍ଟିଭ ଚାଣ୍ଟିଂ ହେଲା ଭଗବାନଙ୍କ କୃଷ୍ଣ ପ୍ରେମ ପାଇବାର ମୂଳ ସ୍ରୋତ। ତ ଆମକୁ ହୃଦୟରେ କନଭିନ୍ସ ହେଇଯିବାର ଅଛି କି ଯଦି ମୁଁ ଭଗବାନଙ୍କର ଭକ୍ତି କରିବାକୁ ଚାହୁଁଛି ତାହେଲେ ଆହୁରି ନିଷ୍ଠାପର ଭାବରେ ମତେ
ନିଶ୍ଚୟ ହରିନାମ କରିବାକୁ ପଡିବ। ଭଗବାନଙ୍କ ନାମ ସହିତ ତଲ୍ଲୀନ ହେବାକୁ ପଡିବ। ଦିନର ଯେତିକି ସମୟ ମଧ୍ୟ ମୁଁ ଭଗବାନଙ୍କ ନାମ ନଉଛି ସେତିକି ଆଟଲିଷ୍ଟ ତଲ୍ଲୀନ ହେବି। ବାକି ସମୟ ଗୁଡା ଭଗବାନ ଜୀବନରେ ଯାହା ବି କାର୍ଯ୍ୟ କରୁଛି ସେ ସବୁ ଜିନିଷକୁ ସକାରାତ୍ମକ ଦୃଷ୍ଟିକୋଣରେ ଭଗବାନଙ୍କ ନିମନ୍ତେ ଭଗବାନଙ୍କର ଯୋଉ ଭକ୍ତି କରିବା ପାଇଁ ଯୋଉ ଉଦ୍ଦିଷ୍ଟ ହବ ସେଥିପ୍ରତି ଧ୍ୟାନ ଦେବି। ଠିକ ଅଛି। ହରେ କୃଷ୍ଣ ଶ୍ରୀଲ ପ୍ରଭୁପାଦ ଜୟ। ଆସନ୍ତୁ ଆମେ ସମସ୍ତେ ବୈଷ୍ଣବ ପ୍ରଣାମ କରିବା। ବୈଷ୍ଣବ ମାନେ ବାଞ୍ଛା କଳ୍ପତରୁ ସଦୃଶ କ୍ଷମାଶୀଳ ଦୟାର ସାଗର ଏବଂ ପତିତ ଜୀବଙ୍କର ଉଦ୍ଧାରକାରୀ। ଦୈନନ୍ଦିନ ଜୀବନରେ ଜ୍ଞାତ କୌଣସି ସାଧୁ ଗୁରୁ ବୈଷ୍ଣବଙ୍କ ନିକଟ ଅପରାଧ ହୋଇଥାଏ ତାହେଲେ ପ୍ରାତଃ ମୁହୂର୍ତ୍ତରେ ସେମାନଙ୍କ ଚରଣ କମଳରେ କ୍ଷମା ପ୍ରାର୍ଥନା ମାଗି ନେବା ଉଚିତ। वञ्चाकल्पतरोर्भ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्त वृंद की जय। नामाचार्य श्री हरिदास ठाकुर की जय। श्री हरिनाम प्रभु की जय। वैष्णव ठाकुर श्रील प्रभुपाद की जय। जय गौर प्रभु।